ସମ୍ପନ୍ନ ହେଲା ପରେ ପିତାଙ୍କ ଆଦେଶରେ ସୁସଜ୍ଜିତ ରଥ ଉପରେ ନେଇ ଯାଉଥିଲି ବସୁଦେବପୁରୀ। ଏ ସମୟ ହେଲା ଦୈବବାଣୀ, ରେ କଂସ ଯେଉଁ ଦେବକୀ ଏବଂ ବସୁଦେବକୁ ସୁସଜ୍ଜିତ ରଥ ଉପରେ ନେଇ ଯାଉଅଛୁ ବସୁଦେବପୁରୀ, ତାରି ଗର୍ଭର ଅଷ୍ଟମ ସନ୍ତାନ ହେବ ତୋର ମୃତ୍ୟୁର କାରଣ। ଦୈବବାଣୀ ଶୁଣି ମନେ ଜାଗିଲା ଶଙ୍କା। ଦେବକୀ ଏବଂ ବସୁଦେବକୁ ଶୃଙ୍ଖଳିତ କରି ନିକ୍ଷେପ କଲେ ଅନ୍ଧକାର କାରା କୋଠରୀ ମଧ୍ୟରେ। ଗୋଟି ଗୋଟିକି ଷଡ଼ପୁତ୍ର କରିଛି ବିନାଶ। ସପ୍ତମ ଗର୍ଭ ସନ୍ତାନ ହୋଇଲା ଅଦୃଶ୍ୟ। ଚାହିଁ ରହିଥିଲେ ଦେବକୀର ଅଷ୍ଟମ ଗର୍ଭ ସନ୍ତାନ ପ୍ରହାର କରନ୍ତେ ହଠାତ୍ ଉଡ଼ିଗଲା ଗଗନ ମଣ୍ଡଳେ ଏବଂ ଖଣ୍ଡା ଖର୍ପର ଘାଟି ମା ଦୁର୍ଗା ରୂପରେ ଆବିର୍ଭାବ ହୋଇ କହିଗଲା ଶୂନ୍ୟ ମହାକାଶେ କେତେଟା ଅକ୍ଷର। ରେ କଂସ, କିଏ ତୁତେ ବୁଦ୍ଧି ବସେ ବୋଲୁଛି ଗୋପରେ। ଅଷ୍ଟବର୍ଷ ବିନା ଆସିବ ପୁରା। କିଏ ସେ ବାଳକ? ଜଣେଇଲା, ମହାରାଜ ଦେବକୀର ଅଷ୍ଟମ ଗର୍ଭ ସନ୍ତାନ ଦେବକୀର ପୁକୁ ଚିରି ଆସିଅଛି ମର୍ତ୍ତ୍ୟମଣ୍ଡଳକୁ। ସମ୍ବାଦ ପାଇଲା ପରେ କାଳ ବିଳମ୍ବନ କରି ଛୁଟି ଗଲି କାରାକକ୍ଷ ମଧ୍ୟରେ। ଏ କି ଆଶ୍ଚର୍ଯ୍ୟ! ଅଷ୍ଟମ ଗର୍ଭ ସନ୍ତାନ ପୁତ୍ର ନୁହ କନ୍ୟା। ସେ ପୁତ୍ର ହେଉ ଅଥବା କନ୍ୟା ହେଉ, ଦେବକୀର ଅଷ୍ଟମ ଗର୍ଭ ସନ୍ତାନ ହଉଛି